ଓಂ ନମୋ ଭଗବତେ ବାସୁଦେବାୟ ନମଃ। ନମସ୍କାର ବନ୍ଧୁଗଣ ଆପଣମାନଙ୍କୁ ଆମ ୟୁଟ୍ୟୁବ ଚ୍ୟାନେଲକୁ ପୁଣି ଥରେ ସ୍ୱାଗତମ ଏବଂ ଶୁଭକାମନା। ଆଜିର ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ କହିବା ପାଇଁକିନା ଯାଉଅଛି ଆଗାମୀ ଏହି 2 ଦିନ ଅର୍ଥାତ୍ ଫେବୃଆରୀ ମାସର 13 ଏବଂ 14 ତାରିଖର ଦିନ ଆପଣମାନଙ୍କ ପାଇଁକିନା କିପରି ଭାବରେ ସାବ୍ୟସ୍ତ ହେବ, କେଉଁ କେଉଁ ପ୍ରକାରର ଆପଣମାନଙ୍କୁ ଫାଇଦା ମଧ୍ୟ ମିଳିବ, କେଉଁ କେଉଁ ପ୍ରକାରର କଥାରେ ଆପଣମାନଙ୍କୁ ସାବଧାନତା ଅବଲମ୍ବନ କରିବା ପାଇଁକିନା ପଡ଼ିବ, ଆପଣମାନଙ୍କର ଲଭ୍ ଲାଇନ୍ ସ୍ଥିତି କିପରି ଭାବରେ ରହିବ, ବିଜନେସ୍ କିପରି ଭାବରେ ରହିବ ଏବଂ କ୍ୟାରିୟର ଏବଂ ବ୍ୟାପାର ମଧ୍ୟ କିପରି ଭାବରେ ରହିବ। ତା ସହିତ ଆପଣମାନଙ୍କ ସ୍ୱାସ୍ଥ୍ୟରେ କିଛି ମହତ୍ତ୍ୱପୂର୍ଣ୍ଣ ଇନଫର୍ମେସନ୍ ମଧ୍ୟ ମୁଁ ଆପଣମାନଙ୍କୁ ଦେବି। ଆଉ ଏ ଭିଡ଼ିଓ ଶେଷରେ ମୁଁ ଆପଣମାନଙ୍କୁ ଗୋଟିଏ ଉପାୟ ବିଷୟରେ ମଧ୍ୟ କହିବି, ଯାହାଦ୍ୱାରା ଆପଣମାନେ ଏହି 2 ଦିନକୁ ଆହୁରି ଅଧିକ ଶୁଭ ଏବଂ ମଙ୍ଗଳଦାୟକ ସାବ୍ୟସ୍ତ ଭରା କରିପାରିବେ। ତା ପୂର୍ବରୁ ଆପଣମାନଙ୍କୁ କହି ରଖିବି କି ଯେ ଆପଣମାନେ ଯଦି ଏ ଚ୍ୟାନେଲରେ ନୂଆ କରି ଆସିଛନ୍ତି, ଏବେ ହିଁ ଯାଇକି ସବସ୍କ୍ରାଇବ୍ କରନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନକୁ ମଧ୍ୟ କ୍ଲିକ୍ କରନ୍ତୁ, ଯାହାଫଳରେ ସମୟ ସମୟରେ ସମସ୍ତ ଭିଡ଼ିଓର ନୋଟିଫିକେସନ୍ ଆପଣମାନଙ୍କୁ ହିଁ ସର୍ବପ୍ରଥମେ ମିଳିଯିବ। ଆସନ୍ତୁ ଏବେ ଜାଣିବା ଆପଣମାନଙ୍କ ପାଇଁକିନା ବିଶେଷ ଭାବରେ କ'ଣ ରହିଛି ଏହି 2 ଦିନର ସ୍ଥିତି, ଅର୍ଥାତ୍ ଫେବୃଆରୀ ମାସର 13 ଏବଂ 14 ତାରିଖର ଦିନ କ'ଣ ସତରେ ଆପଣମାନଙ୍କ ପାଇଁକିନା ବିଶେଷ ଭାବରେ ଏହା ପଜିଟିଭ୍ ହେବା ପାଇଁକିନା ଯାଉଅଛି। ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି ଆପଣ ଏତେ ସିଧାସାଧା ହୁଅନ୍ତୁ ନାହିଁ, କାହିଁକିନା ଜଙ୍ଗଲରେ ରହୁଥିବା ପ୍ରଥମେ ସିଧା ଗଛକୁ ହିଁ କାଟାଯାଇଥାଏ। ତେଣୁ ଆପଣମାନେ ଏତେ ବି ସାଧାସିଧା କେବେ ବି ହୁଅନ୍ତୁ ନାହିଁ। ଆଉ ଆପଣମାନେ ଦେଖିଥିବେ ସବୁବେଳେ ତେଢ଼ାମେଢ଼ା ଗଛକୁ ହିଁ ଛାଡ଼ି ଦିଆଯାଇଥାଏ। ଏହା ଆପଣମାନଙ୍କ ପାଇଁ ଭଲ ହେବ, ଅନ୍ୟ ଜୀବନ ଠାରୁ ଭଲ ହେବ। ଆମେମାନେ ନିଜେ ନିଜର ଭାଗ୍ୟ ସହିତ ହିଁ ଜୀଇ ନେବା। ଶକ୍ତିକୁ ହିଁ ସେ ହିଁ ଅପମାନ ବୋଲି ମାନିଥାଏ, ଯିଏ କେବଳ ଅସତ୍ୟ ଦ୍ୱାରା ହିଁ ଲାଭପ୍ରାପ୍ତ କରିଥାଏ। ତା ସହିତ ଆପଣମାନଙ୍କ ପାଇଁକିନା ଆଜିର ଦିନରେ ଗୋଟେ ସୁବିଚାର ମଧ୍ୟ ରହିଅଛି। ଦେଖାଯାଉଥିବା ସ୍ୱପ୍ନ ହେଇକିନା ରହିଯାଇଥାଏ, ଯେଉଁ ଯାଏ ଗୋଟିଏ ବ୍ୟକ୍ତି ନିଜର ଝାଳକୁ ବୁହାଇ ନଥାଏ। ଯଦି ଆପଣମାନଙ୍କୁ ଜୀବନରେ ସଫଳତା ପ୍ରାପ୍ତ କରିବାର ଅଛି, ତ ଆପଣମାନେ ପରିଶ୍ରମ ଏବଂ ବିଶ୍ୱାସ କରିବା ଶିଖି ନିଅନ୍ତୁ। ତେବେ ଯାଇକି ଆପଣମାନଙ୍କୁ ସଫଳତା ଅବଶ୍ୟ ହିଁ ପ୍ରାପ୍ତ ହେବ। ସଫଳତା ପାଇବାକୁ ହେଲେ ବହୁତ ସାରା ପରିଶ୍ରମ ମଧ୍ୟ କରିବା ପାଇଁକିନା ପଡ଼ିପାରେ। ଏହି ଦିନରେ ଆପଣମାନେ ମଞ୍ଚା ସ୍ଥିତି ସଫଳ ପ୍ରାପ୍ତ ମଧ୍ୟ କରିବେ। ତା ସହିତ ଆର୍ଥିକ ସ୍ଥିତିରେ ଆପଣମାନଙ୍କର ସୁଧାର ହେବାର ଯୋଗ ମଧ୍ୟ ବନୁଛି। ଅଟକିଥିବା କିମ୍ବା ଉଲୁଝିଥିବା ପଇସା ଆପଣମାନଙ୍କୁ ମିଳିବା କାରଣରୁ ସମୟ ଆପଣମାନଙ୍କର ଏ ଦିନମାନଙ୍କରେ ଅନୁକୂଳ ଭରା ରହିବ। ବିଶେଷ କରିକି ପିଲାମାନଙ୍କର ପାଠପଢ଼ା ଆଉ ବିବାହ ସମ୍ବନ୍ଧିତ ଖର୍ଚ୍ଚ ଆପଣମାନଙ୍କର ଟିକେ ଅଧିକ ମଧ୍ୟ ହୋଇପାରେ। ସେଥିପାଇଁକିନା ଆପଣମାନଙ୍କୁ ଗୋଟିଏ ଭଲ ସ୍ଥିତି ମଧ୍ୟ ମିଳିବ। ତା ସହିତ ଯଦି କହିବି କି ବନ୍ଧୁ କ'ଣ ପିଲାମାନଙ୍କର କିରକାରୀ ସମ୍ବନ୍ଧିତ ଖୁସି ଖବର ମିଳିବା କାରଣରୁ ଘର ପରିବାରରେ ଖୁସିର ବାତାବରଣ ଖେଳିଯିବ। ବିଶେଷ ଭାବରେ ଯଦି ଆପଣମାନଙ୍କର କୌଣସି ସରକାରୀ କାର୍ଯ୍ୟକ୍ରମ ଚାଲୁଥିଲା, ଏ ଦିନରେ କୌଣସି ମହତ୍ତ୍ୱପୂର୍ଣ୍ଣ ବ୍ୟକ୍ତିଙ୍କର ପରାମର୍ଶ ଆପଣମାନଙ୍କ ସପକ୍ଷରେ ମଧ୍ୟ ଯାଇପାରେ। କୌଣସି ଧାର୍ମିକ ସ୍ଥଳକୁ ଯିବାର ସ୍ଥିତି ମଧ୍ୟ ବନୁଛି। କୌଣସି ବି କାର୍ଯ୍ୟକ୍ରମ କରିବା ପୂର୍ବରୁ ବିବେକ ଏବଂ ଧୈର୍ଯ୍ୟର ସହିତ କାର୍ଯ୍ୟ କରନ୍ତୁ, କାହିଁକିନା ଭାବନାରେ ନିଆଯାଇଥିବା ନିର୍ଣ୍ଣୟ ଆପଣମାନଙ୍କ ପାଇଁକିନା ନୁକସାନ ମଧ୍ୟ ହୋଇପାରେ। ଜମି ଜାଇଦାଦ କାରବାର କରିବା ସମୟରେ ଆପଣମାନେ ଲାପରବାହୀ ଆଦୌ ବି କରନ୍ତୁ ନାହିଁ, ଅନ୍ୟଥା ଆପଣମାନେ କୌଣସି ବି ପ୍ରୋବ୍ଲେମରେ ମଧ୍ୟ ଫସି ପାରନ୍ତି। ବିଦ୍ୟାର୍ଥୀମାନଙ୍କୁ ନିଜର ପାଠପଢ଼ା ପ୍ରତି ଏକାଗ୍ରଚିତ୍ତ ହୋଇକିନା ରହିବାର ଅତି ଆବଶ୍ୟକତା ମଧ୍ୟ ରହିଛି। ପ୍ରପର୍ଟି ବିଜନେସ୍ ମଧ୍ୟ ଆପଣମାନଙ୍କର ଏଇ ଦିନମାନଙ୍କରେ ଫାଇନାଲ ମଧ୍ୟ ହୋଇପାରେ। ସାବଧାନତାର ସହିତ ଆପଣମାନେ ସମସ୍ତ କାର୍ଯ୍ୟ କରନ୍ତୁ। ତା ସହିତ ବ୍ୟବସାୟିକ ପାର୍ଟି ଏବଂ ବ୍ୟାପାରୀଙ୍କ ଗତିବିଧିରେ ଆପଣମାନେ ଟିକେ ଧ୍ୟାନ କେନ୍ଦ୍ରିତ କରନ୍ତୁ, ଯାହାଦ୍ୱାରା ଆପଣମାନଙ୍କୁ ଭଲ ପ୍ରାପ୍ତ ହେବ। ଚାକିରି ପେଶା ଲୋକଙ୍କୁ ଗୋଟିଏ ଜାଗାକୁ ସ୍ଥାନାନ୍ତର ହେବାର ଭଲ ଖବର ମଧ୍ୟ ସେମାନଙ୍କୁ ମିଳିବ। ପରିବାରର ଜନଙ୍କ ସହିତ ସମୟ ବ୍ୟତୀତ କରିବାରେ ଆପଣମାନଙ୍କୁ ବହୁତ ଖୁସି ଅନୁଭବ ହେବ। ପ୍ରେମ ସମ୍ବନ୍ଧରେ ଆକସ୍ମିକ ସାମଞ୍ଜସ୍ୟ ହେବା କାରଣରୁ ଆପଣମାନଙ୍କୁ ଖୁସି ମଧ୍ୟ ଅନୁଭବ ହେବ। ତା ସହିତ ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟକୁ ନେଇକି ଆପଣମାନଙ୍କର ଏ ଦିନମାନଙ୍କରେ ଚିନ୍ତା ମଧ୍ୟ ରହିବ। ସେଥିପାଇଁକିନା ନିଜର ସ୍ୱାସ୍ଥ୍ୟ ପ୍ରତି ଆପଣମାନେ ସଚେତନତା ରହିବା ଅତି ଆବଶ୍ୟକତା ମଧ୍ୟ ରହିଛି।
କିଛି କଥା ଆପଣମାନଙ୍କ ଇଚ୍ଛା ବିରୁଦ୍ଧରେ ହେବା କାରଣରୁ ଆପଣମାନଙ୍କର ମନ ବହୁତ ଦୁଃଖ ମଧ୍ୟ ରହିବ। କିନ୍ତୁ ଆପଣମାନଙ୍କୁ ଏସବୁ କ୍ଷେତ୍ରରେ ବାହାରକୁ ଆସିବାର ବହୁତ ଆସାନୀ ମଧ୍ୟ ହୋଇପାରେ। ଏ ଦିନରେ ଆପଣମାନେ ଭାବନାତ୍ମକ ଭାବରେ ନ କରି ନିଜର କାମ କରିବାରେ ମଧ୍ୟ ଟ୍ରାଏ କରି ନିଅନ୍ତୁ। ଯେତେ ଆପଣମାନେ ମାନସିକ ଚିନ୍ତାରେ ରହିବେ ସେତେ ଆପଣମାନେ ସେସବୁକୁ କାର୍ଯ୍ୟକୁ ଆଦୌ ବି କରିପାରିବେ ନାହିଁ। ତେଣୁ ଆପଣମାନେ ସବୁବେଳେ ମନକୁ ଶାନ୍ତ ରଖନ୍ତୁ। କାମ ସିଲସିଲାରେ କୌଣସି ବ୍ୟକ୍ତିଙ୍କ ସହ କଥାବାର୍ତ୍ତା କରିବା ବେଳେ ଶବ୍ଦର ଉଲ୍ଲଂଘନ ଆଦୌ ବି କରନ୍ତୁ ନାହିଁ, ନଚେତ୍ ପ୍ରୋବ୍ଲେମରେ ମଧ୍ୟ ପଡ଼ିପାରନ୍ତି। ରିଲେସନ ସମ୍ବନ୍ଧିତ କଥା ଆପଣମାନଙ୍କ ସ୍ପଷ୍ଟ ଭାବରେ ସାମ୍ନାକୁ ମଧ୍ୟ ଆସିବ, ଯାହାର ନିର୍ଣ୍ଣୟ ନେବା ଆପଣମାନଙ୍କ ପାଇଁକିନା ବହୁତ ଆସାନ ମଧ୍ୟ ହେବ। କୌଣସି ବି କାର୍ଯ୍ୟ କାମ କରିବା ପୂର୍ବରୁ ତାର ଇନଫର୍ମେସନ ନେବା ପାଇଁକିନା ଆପଣମାନେ ସବୁବେଳେ ଚେଷ୍ଟା ମଧ୍ୟ କରନ୍ତୁ। ଯାହାଦ୍ୱାରା ଆପଣମାନଙ୍କର ବହୁତ ଭଲ ସ୍ଥିତି ମଧ୍ୟ ରହିବ, ଆଉ ଆପଣମାନଙ୍କର ମାନ ସମ୍ମାନ ମଧ୍ୟ ବଢ଼ିବ। ମାତା ପିତା ଏବଂ ବୃଦ୍ଧ ଲୋକମାନଙ୍କର ମାନ ସମ୍ମାନ ବଢ଼ିବାର ଆପଣମାନଙ୍କର ହିଁ ଅତି ଆବଶ୍ୟକତା ମଧ୍ୟ ରହିଛି। ତା ସହିତ ତାଙ୍କର ସହଯୋଗ ଏବଂ ଆଶୀର୍ବାଦ ଆପଣମାନଙ୍କୁ ନିଶ୍ଚିତ ଭାବରେ ହିଁ ପ୍ରାପ୍ତ ହେବ। ଅନ୍ୟମାନଙ୍କ ଉପରେ ବିଶ୍ୱାସ କରିବା ଠାରୁ ଆପଣମାନେ ନିଜର କାର୍ଯ୍ୟପ୍ରଣାଳୀରେ ବିସ୍ତାର କରିବା ଅତି ଆବଶ୍ୟକତା ମଧ୍ୟ ରହିଛି। ବ୍ୟବସାୟରେ ଆପଣମାନଙ୍କର କୌଣସି ସମଝଦାର ବ୍ୟକ୍ତିଙ୍କର ଆଶ୍ରୟ ନେବା ଆପଣମାନଙ୍କ ପାଇଁକିନା ବହୁତ ଶାନଦାର ମଧ୍ୟ ହେବ ଏବଂ ଆପଣମାନେ କାହାର ପରାମର୍ଶରେ ଆଦୌ ବି ଫସନ୍ତୁ ନାହିଁ ଏବଂ ଚାକିରି ପେଶା ଲୋକମାନେ ନିଜର କାମ କାର୍ଯ୍ୟକୁ ବହୁତ ଭଲ ଭାବରେ ମଧ୍ୟ କରିବେ, ଯାହାଦ୍ୱାରା ଅଧିକାରୀଙ୍କ ଲାଭ ମଧ୍ୟ ଆପଣମାନଙ୍କୁ ମିଳିବ। ପତି ପତ୍ନୀଙ୍କ ମଧ୍ୟରେ ମଧୁରପୂର୍ଣ୍ଣ ସମୟ ମଧ୍ୟ ରହିବ। ଅବିବାହିତ ଲୋକମାନଙ୍କ ପାଇଁକିନା ବହୁତ ଭଲ ସମୟ ମଧ୍ୟ ଆସିପାରେ ତଥା ପରିସ୍ଥିତିରେ ଆପଣମାନଙ୍କୁ ସନ୍ତୁଳିତ ଏବଂ ମଜବୁତ ବନିକିନା ରଖିବାର ଆପଣମାନଙ୍କୁ ଅତି ଆବଶ୍ୟକତା ମଧ୍ୟ ରହିଛି ଏବଂ ପତି ପତ୍ନୀଙ୍କ ମଧ୍ୟରେ ମଧୁରପୂର୍ଣ୍ଣ ସମୟ ମଧ୍ୟ ରହିବ। ଅବିବାହିତ ଲୋକମାନଙ୍କ ପାଇଁକିନା ଭଲ ସମ୍ପର୍କ ମଧ୍ୟ ଆସିପାରେ ତଥା ପରିସ୍ଥିତିରେ ନିଜକୁ ସନ୍ତୁଳିତ ଏବଂ ମଜବୁତ ବନିକିନା ରଖିବା ଆପଣମାନଙ୍କର ଆବଶ୍ୟକତା ଏବଂ ଭାବନାରେ ଆସିକି ସ୍ଥିତି ଆପଣମାନଙ୍କ ପାଇଁକିନା ବହୁତ ଭଲ ରହିବ। ତା ସହିତ ଯଦି କହିବେ କି ଆପଣମାନଙ୍କର ନିର୍ଣ୍ଣୟ ବହୁତ ଠିକ ଭାବରେ ଭଲ ଭାବରେ ରହିବ, କିନ୍ତୁ ଭୁଲ ବୁଝାମଣା ଉତ୍ପନ୍ନ ମଧ୍ୟ ହୋଇପାରେ। କାମ ଦ୍ୱାରା ଆପଣମାନଙ୍କୁ ପରିବର୍ତ୍ତନ ମଧ୍ୟ ଆସିପାରେ। ତା ସହିତ ଯଦି କହିବା କି ପାର୍ଟନରସିପ୍ ଠାରୁ ଦୂରେଇ ରହିବା ଠାରୁ ଆପଣମାନଙ୍କୁ ଏକାପଣ ମଧ୍ୟ ଉତ୍ପନ୍ନ ହୋଇପାରେ। ଯଦି ମହିଳାମାନଙ୍କ ପାଇଁକିନା କହିବେ, ମହିଳାମାନଙ୍କ ପାଇଁକିନା ଏ ସ୍ଥିତି ବହୁତ ଭଲ ରହିବ। ପ୍ରେମ ସମ୍ପର୍କରେ ଯଦି କହିବେ କି ପ୍ରେମ ଜୀବନ ଆପଣମାନଙ୍କ ପାଇଁକିନା ସପକ୍ଷରେ ମଧ୍ୟ ଯିବ ଓ ଆପଣମାନଙ୍କର ସମସ୍ତ କାର୍ଯ୍ୟକୁ ପୁରା ସମ୍ମାନର ସହିତ ଆପଣମାନେ ପୁରା ମଧ୍ୟ କରିବେ। ଯେଉଁ କାରଣ ପାଇଁକିନା ପାର୍ଟନର ଜଣେ ଆଉ ଜଣଙ୍କ ମହତ୍ତ୍ୱକୁ ମଧ୍ୟ ବୁଝିପାରିବେ, ଯାହାଦ୍ୱାରା ସ୍ଥିତି ଆପଣମାନଙ୍କର ବହୁତ ଭଲ ମଜବୁତ ମଧ୍ୟ ବନିଯିବ। ଆପଣମାନେ ଆପଣମାନଙ୍କର ପ୍ରେମ ଜୀବନର ସ୍ଥିତିକୁ ମଧ୍ୟ ଅନୁଭବ କରିପାରିବେ। ତା ସହିତ ଆପଣମାନଙ୍କୁ ସବୁ କଥାକୁ ଭୁଲି ଆପଣମାନଙ୍କର ଜୀବନସାଥୀଙ୍କ ସହିତ ଭଲ ଅବସର ମଧ୍ୟ ଆପଣମାନଙ୍କୁ ପ୍ରାପ୍ତ ହେବ। ଆପଣ ଦୁଇ ଜଣଙ୍କ ଭିତରେ ବିବାଦ ବହୁତ ଭଲ ଆପଣ ଦୁଇ ଜଣଙ୍କ ମଧ୍ୟରେ ବିବାଦ ଖତମ ହେବାର ବହୁତ ଭଲ ସମ୍ଭାବନା ମଧ୍ୟ ରହିଛି। ଯଦି ଆପଣମାନଙ୍କୁ ଆପଣମାନଙ୍କର କ୍ୟାରିୟର ବିଷୟରେ କହିବେ କି ଆପଣମାନଙ୍କର କ୍ୟାରିୟର ବହୁତ ଭଲ ସଫଳତା ମଧ୍ୟ ଦେବ। ଯେଉଁମାନେ କି କୌଣସି ଶିକ୍ଷା ଏବଂ ଲେଖନୀ କ୍ଷେତ୍ରରେ ଜଡ଼ିତ ଅଛନ୍ତି, ପତ୍ର ପତ୍ରିକାର ଏବଂ ଲେଖକ ଶିକ୍ଷା ସମ୍ବନ୍ଧିତ ଜଡ଼ିତ ଏ କ୍ଷେତ୍ରରେ ବ୍ୟକ୍ତିମାନଙ୍କୁ ବହୁତ ଅଧିକ ଆନନ୍ଦ ମିଳିବାର ସଂକେତ ମଧ୍ୟ ମିଳୁଅଛି। ଏ ଦିନରେ ଲମ୍ବା ଯୋଜନାକୁ ବନେଇକି ରଖିବାର ସ୍ଥିତି ମଧ୍ୟ ଆପଣମାନଙ୍କ ପାଇଁକିନା ବନୁଛି। ତା ସହିତ ଆପଣମାନେ ଏ ଦିନରେ ଏସବୁର ଫାଇଦା ମଧ୍ୟ ଆପଣମାନେ ପାଇବେ, ଯେଉଁ ସବୁକୁ ପାଇବା ପାଇଁକିନା ଆପଣମାନେ ପୂର୍ବ ଟାଇମରୁ ହିଁ ଟ୍ରାଏ ମଧ୍ୟ କରୁଥିଲେ ଆଉ ଆପଣମାନେ ବହୁତ ଅପେକ୍ଷାରେ ମଧ୍ୟ ରହିଥିଲେ। ଯଦି ଶରୀର ବିଷୟରେ କହିବେ କି ଆପଣମାନଙ୍କର ଶରୀରରେ ବହୁତ ସୁଦୃଢ଼ତା ମଧ୍ୟ ଆସିବ ଆଉ ଆପଣମାନଙ୍କୁ ପୁରୁଣା ବେମାରୀରୁ ମଧ୍ୟ ଛୁଟକାରା ମିଳିବ। କିନ୍ତୁ ମଝିରେ ମଝିରେ ଟିକେ ଟିକେ ପ୍ରୋବ୍ଲେମ ମଧ୍ୟ ଆସିପାରେ। ସେଥିପାଇଁକିନା ଆପଣମାନେ ସାବଧାନତା ରୁହନ୍ତୁ ଏବଂ ଖାଦ୍ୟପେୟ ଉପରେ ଟିକେ ସଂଯମତା ରଖନ୍ତୁ। ଡକ୍ଟରଙ୍କ ବିନା ପରାମର୍ଶରେ ଆପଣମାନେ କୌଣସି ବି ମେଡିସିନ ନେଲେ ଆପଣମାନଙ୍କୁ ସେ କ୍ଷେତ୍ରରେ ବ୍ୟାଘାତ ମଧ୍ୟ ଘଟିପାରେ। ଏ ଦିନରେ ଆପଣମାନଙ୍କ ପାଇଁକିନା କ'ଣ ବିଶେଷ ଉପାୟ ମଧ୍ୟ ରହିଅଛି। ଏ ଦିନମାନଙ୍କରେ ଗଣେଶଙ୍କର ପୂଜା ଆରାଧନା କରନ୍ତୁ ଏବଂ ଘରୁ ଯେତେବେଳେ ଆପଣମାନେ ବାହାରକୁ ଯାଉଛନ୍ତି ପକେଟରେ ଆପଣମାନେ କିଛିଟା ଦୁବ ରଖିକିନା ଆପଣମାନେ ବାହାରକୁ ଯାଆନ୍ତୁ। ଏମିତି କରିବା ଦ୍ୱାରା ଆପଣମାନଙ୍କୁ ସବୁ କ୍ଷେତ୍ରରେ ହିଁ ସଫଳତା ପ୍ରାପ୍ତ ହେବ ଏବଂ ଆପଣମାନେ ଯେତିକି ବି ହିଁ ପରିଶ୍ରମ କରିବେ ସେତିକି ହିଁ ଆପଣମାନଙ୍କୁ ହିଁ ଫଳ ମିଳିବ। ଏ କଥା ସବୁବେଳେ ହିଁ ମନେ ରଖିଥିବେ।
ଆଶା କରୁଛି ଆଜିର ଏହି ଭିଡ଼ିଓଟି ଆପଣମାନଙ୍କୁ ବହୁତ ମାତ୍ରାରେ ଭଲ ଲାଗିଥିବ। ଯଦି ଭଲ ଲାଗିଥାଏ ତେବେ କମେଣ୍ଟ ବକ୍ସରେ ଜୟ ଗଣେଶ ବୋଲି ଅବଶ୍ୟ ଲେଖିଦିଅନ୍ତୁ। ପୁଣି ଦେଖା ହେବା ଏକ ନୂତନ ଭିଡ଼ିଓ ମାଧ୍ୟମରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ରହୁଛି। ଧନ୍ୟବାଦ।